ओम शांति। 20 फरवरी 2026। मिठे बाबा बोले, मिठे बच्चे, तुमମାନଙ୍କୁ ରୋଜଗାର କରିବାର ବହୁତ ସୌକ ରହିବା ଦରକାର। ଏହି ପାଠ ପଢ଼ିବା ଭିତରେ ହିଁ ରୋଜଗାର ରହିଛି। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମମାନଙ୍କୁ ରୋଜଗାର କରିବାର ବହୁତ ସୌକ ରହିବା ଦରକାର। ଏହି ପାଠ ପଢ଼ିବା ଭିତରେ ହିଁ ରୋଜଗାର ରହିଛି। ପ୍ରଶ୍ନ, ଜ୍ଞାନ ବିନା କେଉଁ ଖୁସିର କଥା ମଧ୍ୟ ବିଘ୍ନ ରୂପ ହୋଇଯାଇଥାଏ? ଜ୍ଞାନ ବିନା କେଉଁ ଖୁସିର କଥା ମଧ୍ୟ ବିଘ୍ନ ରୂପ ହୋଇଯାଇଥାଏ? ଉତ୍ତର, ସାକ୍ଷାତକାର ହେବା। ଏହା ତ ବଡ଼ ଖୁସିର କଥା। କିନ୍ତୁ ଯଦି ଯଥାର୍ଥ ରୂପରେ ଜ୍ଞାନ ନାହିଁ, ତେବେ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଧରିନିଅ, କାହାକୁ ବାବାଙ୍କର ସାକ୍ଷାତକାର ହେଲା ଏବଂ ବିନ୍ଦୁକୁ ଦେଖିଲେ, ତେବେ ସେଥିରୁ କ'ଣ ବୁଝିବେ? ବରଂ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଯିବେ। ସେଥିପାଇଁ ଜ୍ଞାନ ବିନା ସାକ୍ଷାତକାର ଦ୍ୱାରା କୌଣସି ବି ଫାଇଦା ହୁଏ ନାହିଁ। ବରଂ ଏଥିରେ ଆହୁରି ମାୟାର ବିଘ୍ନ ପଡ଼ି ଚାଲିଥାଏ। କେତେ ଜଣକୁ ତ ସାକ୍ଷାତକାରର ଓଲଟା ନିଶା ମଧ୍ୟ ଚଢ଼ିଯାଇଥାଏ। ଗୀତ ତକଦୀର ଜଗାକର ଆଇ ହୁଁ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ, ନୂଆମାନେ ମଧ୍ୟ ଶୁଣିଲେ, ପୁରୁଣାମାନେ ମଧ୍ୟ ଶୁଣିଲେ, କୁମାରମାନେ ମଧ୍ୟ ଶୁଣିଲେ ଯେ ଏହା ପାଠଶାଳା ଅଟେ। ପାଠଶାଳାରେ କୌଣସି ନା କୌଣସି ପ୍ରକାରର ଭାଗ୍ୟ ଗଢ଼ା ଯାଇଥାଏ। ଦୁନିଆର ପାଠପଢ଼ାରେ ତ ଅନେକ ପ୍ରକାରର ଭାଗ୍ୟ ରହିଛି। କେହି ଡାକ୍ତର ହେବାର, କେହି ବାରିଷ୍ଟର ହେବାର ଭାଗ୍ୟ ଗଢ଼ିଥାନ୍ତି। ଭାଗ୍ୟ ଗଢ଼ିବାକୁ ହେଲେ ଲକ୍ଷ୍ୟ ଉଦ୍ଦେଶ୍ୟ ବା ଏମ୍ ଅବଜେକ୍ଟ କୁହାଯାଉଛି। ବାବା କହୁଛନ୍ତି, ଭାଗ୍ୟ ଗଢ଼ିବାକୁ ଲକ୍ଷ୍ୟ ଉଦ୍ଦେଶ୍ୟ ବା ଏମ୍ ଅବଜେକ୍ଟ କୁହାଯାଉଛି। ଭାଗ୍ୟ ଗଢ଼ିବା ବିନା ପାଠଶାଳାରେ କ'ଣ ପଢ଼ିବେ? ଏବେ ଏଠାରେ ପିଲାମାନେ ଜାଣୁଛନ୍ତି ଯେ ଆମେ ମଧ୍ୟ ଭାଗ୍ୟ ଗଢ଼ିକରି ଆସିଛୁ। ନୂଆ ଦୁନିଆ ପାଇଁ ନିଜର ରାଜ୍ୟ ଭାଗ୍ୟ ନେବାକୁ ଆସିଛୁ। ଏହି ରାଜଯୋଗ ହେଉଛି ନୂଆ ଦୁନିଆ ପାଇଁ, ହଠଯୋଗ ହେଉଛି ପୁରୁଣା ଦୁନିଆ ପାଇଁ। ସେମାନେ ପୁରୁଣା ଦୁନିଆ ପାଇଁ ବାରିଷ୍ଟର, ଇଞ୍ଜିନିୟର, ସର୍ଜନ ଆଦି ହୋଇଥାନ୍ତି। ସେସବୁ ହେଉ ହେଉ ଦୁନିଆ ବିନାଶ ହୋଇଯିବ। କାହିଁକି ନା ଏବେ ପୁରୁଣା ଦୁନିଆର ତ ସମୟ ବହୁତ କମ୍ ରହିଛି। ଏହା ତ ବିନାଶ ହୋଇଯିବ। ସେମାନଙ୍କର ଭାଗ୍ୟ ଏହି ମୃତ୍ୟୁଲୋକ ପାଇଁ ଅଟେ ଅଥବା ଏହି ଜନ୍ମ ପାଇଁ। ତୁମର ଏହି ପାଠପଢ଼ା ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ। ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ତିଆରି କରି ଆସିଛ। ନୂଆ ଦୁନିଆରେ ତୁମକୁ ରାଜ୍ୟ ଭାଗ୍ୟ ମିଳିବ। ଏଠାରେ କିଏ ପଢ଼ାଉଛନ୍ତି? ବେହଦର ବାବା, ଯାହାଙ୍କ ଠାରୁ ହିଁ ସମ୍ପତ୍ତି ପାଇବ। ଯେପରି ଡାକ୍ତରଙ୍କ ଠାରୁ ଡାକ୍ତରୀର ଜ୍ଞାନଧନ ପାଉଛନ୍ତି, ତାହା ହେଉଛି ଏହି ଜନ୍ମର ପ୍ରାପ୍ତି। ପ୍ରଥମତଃ ପ୍ରାପ୍ତି ମିଳୁଛି ଲୌକିକ ପିତାଙ୍କ ଠାରୁ। ଦ୍ୱିତୀୟରେ ସମ୍ପତ୍ତି ମିଳୁଛି ନିଜର ପାଠପଢ଼ା ଦ୍ୱାରା। ଆଚ୍ଛା, ପୁଣି ଯେତେବେଳେ ବୁଢ଼ା ହୁଅନ୍ତି, ତେବେ ଗୁରୁଙ୍କ ପାଖକୁ ଯାଇଥାନ୍ତି। କ'ଣ ଚାହିଁଥାନ୍ତି? କହିଥାନ୍ତି, ଆମକୁ ଶାନ୍ତିଧାମ ଯିବା ପାଇଁ ଶିକ୍ଷା ଦିଅ, ଆମକୁ ସଦ୍ଗତି ଦିଅ, ଏଠାରୁ ମୁକ୍ତ କରି ଶାନ୍ତିଧାମ ନେଇଯାଅ। ଏବେ ପିତାଙ୍କ ଠାରୁ ସମ୍ପତ୍ତି ମିଳୁଛି ଏହି ଜନ୍ମ ପାଇଁ। ଏବେ ପିତାଙ୍କ ଠାରୁ ସମ୍ପତ୍ତି ମିଳୁଛି ଏହି ଜନ୍ମ ପାଇଁ। ଶିକ୍ଷକଙ୍କ ଠାରୁ ମଧ୍ୟ ସମ୍ପତ୍ତି ମିଳୁଛି। ବାକି ଗୁରୁଙ୍କ ଠାରୁ କିଛି ବି ମିଳୁନାହିଁ। ଶିକ୍ଷକଙ୍କ ପାଖରେ ପାଠ ପଢ଼ି କିଛି ନା କିଛି ସମ୍ପତ୍ତି ପାଇଥାନ୍ତି। ପାଠ ପଢ଼ି ଶିକ୍ଷକ ହୋଇଥାନ୍ତି, ସିଲେଇ ଶିକ୍ଷକ ହୋଇଥାନ୍ତି। କାହିଁକି ନା ଆଜୀବିକା ତ ଦରକାର ନା। ବାପର ସମ୍ପତ୍ତି ଥାଇ ମଧ୍ୟ ପାଠ ପଢ଼ିଥାନ୍ତି ଯେ ଆମେ ମଧ୍ୟ ନିଜର ରୋଜଗାର କରିବୁ। ଗୁରୁଙ୍କ ଦ୍ୱାରା କିଛି ବି ରୋଜଗାର ହୋଇନଥାଏ। ହଁ, କେହି କେହି ଗୀତା ଆଦି ଭଲ ଭାବରେ ପଢ଼ି ପୁଣି ଗୀତା ଉପରେ ଭାଷଣ ଆଦି କରିଥାନ୍ତି। ଏସବୁ ହେଉଛି ଅଳ୍ପ କାଳର ସୁଖ ପାଇଁ। ଏବେ ତ ଏହି ମୃତ୍ୟୁ ଲୋକରେ ଆମେ ଅଳ୍ପ ସମୟ ପାଇଁ ରହିବା। ପୁରୁଣା ଦୁନିଆ ବିନାଶ ହୋଇଯିବ।
ତୁମେ ଜାଣିଛ ଆମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢ଼ିବାକୁ ଆସିଛୁ। ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ। ପିତାଙ୍କର ଅଥବା ନିଜର ସମସ୍ତ ସମ୍ପତ୍ତି ମଧ୍ୟ ଭସ୍ମ ହୋଇଯିବ। ହାତ ପୁଣି ଖାଲି ହୋଇଯିବ। ଏବେ ତ ନୂଆ ଦୁନିଆ ପାଇଁ ରୋଜଗାର ଦରକାର। ପୁରୁଣା ଦୁନିଆର ମନୁଷ୍ୟ ତ ତାହା କରାଇ ପାରିବେ ନାହିଁ। ନୂଆ ଦୁନିଆ ପାଇଁ ଶିବ ବାବା ରୋଜଗାର କରାଉଛନ୍ତି। ଏଠାକୁ ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢ଼ିବାକୁ ଆସିଛ। ଏହି ବାବା ହିଁ ତୁମର ପିତା, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି ଏବଂ ସିଏ ସଙ୍ଗମରେ ହିଁ ଆସିଥାନ୍ତି। ଭବିଷ୍ୟତ ପାଇଁ ରୋଜଗାର କରିବା ଶିଖାଇଥାନ୍ତି। ଆମେ ଏବେ ଏହି ପୁରୁଣା ଦୁନିଆରେ ଅଳ୍ପ ଦିନ ରହିବା। ଏହି କଥା ଦୁନିଆର ମନୁଷ୍ୟମାନେ ଜାଣିନାହାନ୍ତି। ସେମାନେ କହିବେ ନୂଆ ଦୁନିଆ ପୁଣି କେବେ ଆସିବ? ଏମାନେ ସବୁ କାହାଣୀ କହୁଛନ୍ତି। ଏହିପରି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ମଧ୍ୟ ବହୁତ ଅଛନ୍ତି। ଜ୍ଞାନ ମାର୍ଗରେ ଥିବା ପିତା କହିବ ନୂଆ ଦୁନିଆ ସ୍ଥାପନ ହେଉଛି। ପୁଅ କହିବ ଏସବୁ ମନଗଢ଼ା କଥା। କିନ୍ତୁ ତୁମେ ସନ୍ତାନମାନେ ଜାଣିଛ ନୂଆ ଦୁନିଆକୁ ନେଇଯିବା ପାଇଁ ଇଏ ଆମର ବାପ, ଶିକ୍ଷକ, ସତଗୁରୁ ଅଟନ୍ତି। ବାବା ଆସୁ ହିଁ ଛନ୍ତି ଶାନ୍ତିଧାମ ସୁଖଧାମକୁ ନେଇଯିବା ପାଇଁ। ଯଦି କେହି ନିଜର ଭାଗ୍ୟ ଗଢ଼ୁନାହାନ୍ତି ତେବେ ସେ କିଛି ବି ବୁଝି ନାହାନ୍ତି। ଗୋଟିଏ ଘରେ ସ୍ତ୍ରୀ ପଢ଼ୁଛି, ପୁରୁଷ ପଢ଼ୁନାହିଁ। ପିଲା ପଢ଼ୁଛନ୍ତି, ମା ବାପା ପଢ଼ୁନାହାନ୍ତି। ଏହିପରି ମଧ୍ୟ ହେଉଛି। ଆରମ୍ଭରୁ ଏଠାକୁ ପୂରା କୁଟୁମ୍ବ ସହିତ ଆସିଥିଲେ, କିନ୍ତୁ ମାୟାର ତୋଫାନ ଲାଗିବା ଦ୍ୱାରା ଆଶ୍ଚର୍ଯ୍ୟ ଭାବେ ଶୁଣିଲେ, କହିଲେ, ପୁଣି ବାବାଙ୍କୁ ଛାଡ଼ି ଚାଲିଗଲେ। ଗାୟନ ମଧ୍ୟ ରହିଛି। ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, ବାବାଙ୍କର ହେଉଛନ୍ତି, ପାଠ ପଢ଼ୁଛନ୍ତି, ତଥାପି ମଧ୍ୟ ହାୟ ହାତ ଛାଡ଼ି ଦେଉଛନ୍ତି। ଡ୍ରାମାର ନିୟମ ଏହିଭଳି। ବାବା ନିଜେ ମଧ୍ୟ କହୁଛନ୍ତି ହାୟ ଡ୍ରାମା, ହାୟ ମାୟା। ଏହା ଡ୍ରାମାର କଥା ହେଲା ନା? ସ୍ତ୍ରୀ ପୁରୁଷ ପରସ୍ପରକୁ ଛାଡ଼ପତ୍ର ଦେଉଛନ୍ତି। ପିଲାମାନେ ବାପକୁ ଛାଡ଼ପତ୍ର ଦେଉଛନ୍ତି। ଏଠାରେ ତ ସେ କଥା ନାହିଁ। ଏଠାରେ ତ କେହି କାହାକୁ ଛାଡ଼ପତ୍ର ଦେଇପାରିବେ ନାହିଁ। ବାବା ତ ଆସିଛନ୍ତି ପିଲାମାନଙ୍କୁ ଅବିନାଶୀ ରୋଜଗାର କରାଇବା ପାଇଁ। ବାବା କ'ଣ କାହାକୁ ଖାଲରେ ପକାଇବେ? ବାବା ତ ପତିତ ପାବନ ଦୟାର ସାଗର ଅଟନ୍ତି। ବାବା ଆସି ଦୁଃଖରୁ ମୁକ୍ତ କରୁଛନ୍ତି ଏବଂ ଗାଇଡ୍ ହୋଇ ସାଥିରେ ନେଇଯିବେ। ଏପରି କୌଣସି ଲୌକିକ ଗୁରୁ କହିବେ ନାହିଁ ଯେ ମୁଁ ତୁମକୁ ସାଥିରେ ନେଇଯିବି। ଏପରି ଗୁରୁ କେବେ ଦେଖିଛ? କେବେ ଶୁଣିଛ? ଗୁରୁମାନଙ୍କୁ ତୁମେ ପଚାର, ଆପଣଙ୍କର ଏତେ ଅନୁଗାମୀ ଅଛନ୍ତି। ଯଦି ତୁମେ ଶରୀର ଛାଡ଼ି ଚାଲିଯିବ ତେବେ କ'ଣ ଏହି ଅନୁଗାମୀମାନଙ୍କୁ ତୁମେ ସାଥିରେ ନେଇକରି ଯିବ? ଏପରି ତ କେବେ କେହି କହିବେ ନାହିଁ ଯେ ମୁଁ ଅନୁଗାମୀମାନଙ୍କୁ ସାଥିରେ ନେଇଯିବି। ଏ କଥା ତ ହୋଇପାରିବ ନାହିଁ। କେବେ କେହି କହିପାରିବେ ନାହିଁ ଯେ ମୁଁ ତୁମ ସମସ୍ତଙ୍କୁ ନିର୍ବାଣ ଧାମ ଅଥବା ମୁକ୍ତିଧାମକୁ ନେଇଯିବି। ଏଭଳି ପ୍ରଶ୍ନ ମଧ୍ୟ କେହି ପଚାରି ପାରିବେ ନାହିଁ ଯେ ଆପଣ ଆମକୁ ସାଥିରେ ନେଇଯିବେ। ଶାସ୍ତ୍ରରେ ଅଛି ଭଗବାନ ଉବାଚ ମୁଁ ତୁମକୁ ସାଥିରେ ନେଇଯିବି। ମଶା ସଦୃଶ ସମସ୍ତେ ଯାଇଥାନ୍ତି। ସତ୍ୟ ଯୁଗରେ ତ କମ୍ ମନୁଷ୍ୟ ରହିବେ। କଳି ଯୁଗରେ ତ ଢେର ମନୁଷ୍ୟ ଅଛନ୍ତି। ଶରୀର ତ୍ୟାଗ କରି କେବଳ ଆତ୍ମାମାନେ ହିସାବ କିତାବ ଚୁକ୍ତ କରି ଚାଲିଯିବେ। ଯିବେ ନିଶ୍ଚୟ। ଏତେ ମନୁଷ୍ୟ ରହିବେ ନାହିଁ। ତୁମେମାନେ ଭଲ ଭାବରେ ଜାଣିଛ ଏବେ ଆମକୁ ଘରକୁ ଯିବାକୁ ହେବ। ଏହି ଶରୀର ତ ଛାଡ଼ିବାକୁ ହେବ। ନିଜେ ମଲେ ଦୁନିଆ ମଲା। ନିଜକୁ କେବଳ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ। ଏହି ପୁରୁଣା ଶରୀର ତ ଛାଡ଼ିବାକୁ ପଡ଼ିବ। ଏହି ଦୁନିଆ ମଧ୍ୟ ପୁରୁଣା ଅଟେ। ଯେପରି ପୁରୁଣା ଘରେ ବସି ନୂଆ ଘର ତିଆରି ହେବାର ଦେଖି ଭାବନ୍ତି ଯେ ଆମ ପାଇଁ ହିଁ ତିଆରି ହେଉଛି। ବୁଦ୍ଧି ନୂଆ ଘର ଆଡ଼କୁ ଚାଲି ଯାଇଥାଏ। ଏଠାରେ ଏପରି ସଜାଅ, ଏପରି କର।
ପୁରୁଣାରୁ ସବୁ ମମତ୍ୱ ତୁଟି ନୂଆରେ ଯୋଡ଼ି ହୋଇଯାଇଥାଏ। ତାହା ହେଉଛି ହଦ୍ର ଦୁନିଆର କଥା। ଏହା ହେଉଛି ଆଧ୍ୟାତ୍ମିକ ଦୁନିଆର କଥା। ପୁରୁଣା ଦୁନିଆରୁ ମମତ୍ୱ ତୁଟାଇ ନୂଆ ଦୁନିଆରେ ଲଗାଇବାକୁ ହେବ। ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ। ନୂଆ ଦୁନିଆ ହେଉଛି ସ୍ୱର୍ଗ। ସେଠାରେ ଆମେ ରାଜା ପଦ ପାଇବା। ଆମେ ଯେତେ ଯୋଗଯୁକ୍ତ ହୋଇ ରହିବା, ଜ୍ଞାନର ଧାରଣା କରିବା, ଅନ୍ୟମାନଙ୍କୁ ବୁଝାଇବା, ସେତେ ଖୁସିର ନଶା ଚଢ଼ିବ। ଏହା ବହୁତ ବଡ଼ ପରୀକ୍ଷା ଅଟେ। ଆମେ 21 ଜନ୍ମ ପାଇଁ ସ୍ୱର୍ଗର ସମ୍ପତ୍ତି ପାଉଛୁ। ସାହୁକାର ହେବା ତ ଭଲ କଥା ଅଟେ ନା? ଲମ୍ବା ଆୟୁ ମିଳିଲେ ତ ଭଲ ନା? ଯେତେ ଯିଏ ସୃଷ୍ଟିଚକ୍ରକୁ ୟାଦ କରିବେ, ଅନ୍ୟକୁ ନିଜ ସମାନ କରିବେ, ସେତେ ଲାଭ ପାଇବେ। ରାଜା ହେବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ପଡ଼ିବ। ପ୍ରଦର୍ଶନୀକୁ କେତେ ଢେର ଆତ୍ମା ଆସୁଛନ୍ତି। ସେମାନେ ସମସ୍ତେ ପ୍ରଜା ହେବେ। କାହିଁକି ନା ଏହି ଅବିନାଶୀ ଜ୍ଞାନର ବିନାଶ ତ ହୁଏ ନାହିଁ। ବୁଦ୍ଧିରେ ଆସିଯିବ। ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡ଼ିବ। ଅଧିକ ପୁରୁଷାର୍ଥ କଲେ ପ୍ରଜାରେ ମଧ୍ୟ ଉଚ୍ଚ ପଦ ପାଇବେ। ନଚେତ୍ ସାଧାରଣ ପ୍ରଜା ହେବେ। କ୍ରମ ଅନୁସାରେ ତ ରହିବେ ନା। ରାମରାଜ୍ୟର ସ୍ଥାପନା ହେଉଛି, ରାବଣ ରାଜ୍ୟର ବିନାଶ ହୋଇଯିବ। ସତ୍ୟ ଯୁଗରେ ତ ଦେବତାମାନେ ହିଁ ରହିବେ। ବାବା ବୁଝାଇଛନ୍ତି, ୟାଦର ଯାତ୍ରା ଦ୍ୱାରା ତୁମେ ସତୋପ୍ରଧାନ ଦୁନିଆର ମାଲିକ ହେବ। ମାଲିକ ତ ରାଜା ପ୍ରଜା ସମସ୍ତେ ହେବେ। ପ୍ରଜା ମଧ୍ୟ କହିବେ ଆମର ଭାରତ ସବୁଠାରୁ ଶ୍ରେଷ୍ଠ। ବାସ୍ତବରେ ଭାରତ ବହୁତ ଶ୍ରେଷ୍ଠ ଥିଲା। ଏବେ ଦେଖ କ'ଣ ହୋଇଯାଇଛି। କିନ୍ତୁ ଶ୍ରେଷ୍ଠ ଥିଲା ନିଶ୍ଚିତ। ଏବେ ତ ବିଲକୁଲ ହିଁ ଗରିବ ହୋଇଯାଇଛି। ପ୍ରାଚୀନ ଭାରତ ସବୁଠାରୁ ସାହୁକାର ଥିଲା। ତୁମେ ଜାଣିଛ, ବାସ୍ତବରେ ଆମେ ଭାରତବାସୀ ସବୁଠାରୁ ଶ୍ରେଷ୍ଠ ଦେବୀ ଦେବତା କୁଳର ଥିଲୁ। ଆଉ ତ କାହାକୁ ଦେବତା ବୋଲି କୁହାଯାଉ ନାହିଁ। ଏବେ ତୁମେ କନ୍ୟାମାନେ ଏହି ପାଠ ପଢ଼ୁଛ, ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ। ମନୁଷ୍ୟମାନଙ୍କୁ ତ ବୁଝାଇବାକୁ ହେବ ନା। ତୁମ ପାଖରେ ଚିତ୍ର ମଧ୍ୟ ଅଛି। ତୁମେ ସିଦ୍ଧ କରି କହିପାରିବ ଏମାନେ ଏହି ପଦ କିପରି ପାଇଲେ। ତିଥି ତାରିଖ ସହିତ ତୁମେ ସାବ୍ୟସ୍ତ କରିପାରିବ। ଏହି ଶିବ ବାବାଙ୍କ ଠାରୁ ଆମେ ପୁଣି ଏହି ପଦ ପାଉଛୁ। ତାଙ୍କର ଚିତ୍ର ମଧ୍ୟ ରହିଛି। ଶିବ ହେଉଛନ୍ତି ପରମ ପିତା ପରମାତ୍ମା। ବାବା କହୁଛନ୍ତି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଯୋଗବଳ ଦ୍ୱାରା 21 ଜନ୍ମର ବର୍ଷା ମିଳୁଛି। ସୂର୍ଯ୍ୟବଂଶୀ ଦେବୀ ଦେବତା ବିଷ୍ଣୁପୁରୀର ତୁମେ ମାଲିକ ହୋଇପାରିବ। ଶିବ ବାବା ଦାଦା ବ୍ରହ୍ମାଙ୍କ ଦ୍ୱାରା ଏହି ସମ୍ପତ୍ତି ଦେଉଛନ୍ତି। ପ୍ରଥମେ ଏହାଙ୍କର ଆତ୍ମା ଶୁଣୁଛି, ଆତ୍ମା ହିଁ ଧାରଣ କରୁଛି। ଏହା ହିଁ ହେଉଛି ମୂଳ କଥା। ଚିତ୍ର ତ ଶିବଙ୍କର ଦେଖାଉଛନ୍ତି। ଏହି ଚିତ୍ର ପରମ ପିତା ପରମାତ୍ମା ଶିବଙ୍କର ଅଟେ। ବ୍ରହ୍ମା ବିଷ୍ଣୁ ଶଙ୍କର ହେଉଛନ୍ତି ସୂକ୍ଷ୍ମ ବତନବାସୀ ଦେବତା। ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ରହିବା ଦରକାର। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମା କୁମାର କୁମାରୀ ଢେର ଅଛନ୍ତି। ଯେ ପର୍ଯ୍ୟନ୍ତ ବ୍ରହ୍ମାଙ୍କର ସନ୍ତାନ ନ ହୋଇଛନ୍ତି, ବ୍ରାହ୍ମଣ ନ ହୋଇଛନ୍ତି, ତେବେ ଶିବ ବାବାଙ୍କ ଠାରୁ ସମ୍ପତ୍ତି କିପରି ନେବେ? ଗର୍ଭରୁ ତ ଏତେ ସନ୍ତାନଙ୍କର ଜନ୍ମ ହୋଇପାରିବ ନାହିଁ। ଗାୟନ ମଧ୍ୟ କରାଯାଏ ମୁଖ ବଂଶାବଳୀ। ତୁମେ କହୁଛ ଆମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ଅଟୁ। ସେମାନେ ଗୁରୁମାନଙ୍କର ଅନୁଗାମୀ ହୋଇଥାନ୍ତି। ଏଠାରେ ତୁମେ ଜଣକୁ ହିଁ ପିତା ଶିକ୍ଷକ ସତଗୁରୁ କହୁଛ, ତାହା ମଧ୍ୟ ବ୍ରହ୍ମାଙ୍କୁ କହୁନାହଁ। ପିତା ଶିକ୍ଷକ ସତଗୁରୁ ନିରାକାର ଶିବ ବାବା ହିଁ ଅଟନ୍ତି। ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ଶିକ୍ଷକ ମଧ୍ୟ ସେହି ନିରାକାର ହିଁ ଅଟନ୍ତି, ଯିଏ ସାକାର ଦ୍ୱାରା ଜ୍ଞାନ ଶୁଣାଉଛନ୍ତି। ଆତ୍ମା ହିଁ କହୁଛି, ଆତ୍ମା କହୁଛି ମୋର ଶରୀରକୁ ହଇରାଣ କର ନାହିଁ। ଯେତେବେଳେ ଆତ୍ମା ଦୁଃଖୀ ହୋଇଥାଏ, ସେ ସମୟରେ
ତାକୁ ବୁଝାଯାଇଥାଏ ଯେ ବିନାଶ ସମ୍ମୁଖରେ ରହିଛି। ପାରଲୌକିକ ବାବା ଆସୁଛନ୍ତି ଅନ୍ତିମ ସମୟରେ ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ। ବାକି ଯାହା କିଛି ବି ଅଛି ସେସବୁ ବିନାଶ ହୋଇଯିବ। ଏହାକୁ ମୃତ୍ୟୁଲୋକ କୁହାଯାଉଛି। ସ୍ୱର୍ଗ ତ ଏହି ପୃଥିବୀରେ ହିଁ ହୋଇଥାଏ। ଦିଲୱାଡ଼ା ମନ୍ଦିର ମଧ୍ୟ ତିଆରି ହୋଇଛି। ତଳେ ତପସ୍ୟା କରୁଛନ୍ତି, ଉପରେ ସ୍ୱର୍ଗ ରହିଛି। ନଚେତ୍ କେଉଁଠାରେ ଦେଖାଇବେ? ଉପରେ ଦେବତାମାନଙ୍କର ଚିତ୍ର ଦେଖାଇଛନ୍ତି। ଦେବତାମାନେ ତ ଏହିଠାରେ ରହିବେ ନା। ବୁଝାଇବାର କାଇଦା ଆବଶ୍ୟକ। ମନ୍ଦିରକୁ ଯାଇ ବୁଝାଇବା ଉଚିତ। ଏହା ଶିବ ବାବାଙ୍କର ସ୍ମୃତି ଚିହ୍ନ ଅଟେ। ଯେଉଁ ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ବାସ୍ତବରେ ଶିବ ହେଉଛନ୍ତି ବିନ୍ଦୁ। କିନ୍ତୁ ବିନ୍ଦୁର ପୂଜା କିପରି କରାଯିବ? ଫଳ ଫୁଲ କିପରି ଚଢ଼ାଯିବ? ସେଥିପାଇଁ ବଡ଼ ରୂପରେ ତିଆରି କରିଛନ୍ତି। କିନ୍ତୁ ତାଙ୍କର ରୂପ ଏତେ ବଡ଼ ନୁହେଁ। ଗାୟନ ମଧ୍ୟ କରାଯାଏ। ଭ୍ରୁକୁଟି ମଧ୍ୟରେ ଚମକୁଛି ଅଜବ ତାରକା। ସେ ତ ଅତି ସୂକ୍ଷ୍ମ ବିନ୍ଦୁ ଅଟନ୍ତି। ବଡ଼ ଜିନିଷ ହୋଇଥିଲେ ତ ବୈଜ୍ଞାନିକମାନେ ତୁରନ୍ତ ତାଙ୍କୁ ଧରି ପାରିଥାନ୍ତେ। ନା ସିଏ ଏତେ ହଜାର ସୂର୍ଯ୍ୟଙ୍କ ଠାରୁ ତେଜସ୍ୱୀ ଅଟନ୍ତି। ଏପରି କିଛି ନୁହେଁ। କେହି କେହି ଭକ୍ତମାନେ ମଧ୍ୟ ଆସୁଛନ୍ତି ନା, କହୁଛନ୍ତି ବାସ୍ ଆମକୁ ଏହି ବ୍ରହ୍ମାଙ୍କର ମୁଖମଣ୍ଡଳ ଦେଖାଯାଉଛି। ବାବା ଜାଣିଯାଆନ୍ତି ଯେ ତାଙ୍କୁ ପରମ ପିତା ପରମାତ୍ମାଙ୍କର ପୁରା ପରିଚୟ ମିଳିନାହିଁ। ଏବେ ଭାଗ୍ୟ ହିଁ ଖୋଲି ନାହିଁ। ଯେ ପର୍ଯ୍ୟନ୍ତ ବାବାଙ୍କୁ ନ ଜାଣିଛନ୍ତି, ଏ କଥା ବୁଝି ନାହାନ୍ତି ଯେ ଆମର ଆତ୍ମା ବିନ୍ଦୁ ସଦୃଶ ଅଟେ। ଶିବ ବାବା ମଧ୍ୟ ବିନ୍ଦୁ ଅଟନ୍ତି। ତାଙ୍କୁ ୟାଦ କରିବାକୁ ହେବ। ଏହିପରି ଭାବି ଯେବେ ୟାଦ କରିବେ ତେବେ ଯାଇ ବିକର୍ମ ବିନାଶ ହେବ। ବାକି ଇଏ ଦେଖାଯାଉଛି, ଏପରି ଦେଖାଯାଉଛି, ସେପରି ଦେଖାଯାଉଛି, ଏହାକୁ ପୁଣି ମାୟାର ବିଘ୍ନ କୁହାଯାଉଛି। ଏବେ ତ ତୁମେମାନେ ଖୁସିରେ ଅଛନ୍ତି, କାରଣ ଆମକୁ ବାବା ମିଳିଛନ୍ତି। ମନୁଷ୍ୟମାନେ ତ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର କରି ବହୁତ ଖୁସିରେ ନୃତ୍ୟ ଆଦି କରୁଛନ୍ତି। କିନ୍ତୁ ଏହାଦ୍ୱାରା କୌଣସି ସଦ୍ଗତି ହୋଇନଥାଏ। ଏହି ସାକ୍ଷାତକାର ତ ଅନାୟାସରେ ହୋଇଯାଇଥାଏ। ଯଦି ଭଲ ଭାବରେ ନ ପଢ଼ିବ ତେବେ ପ୍ରଜାପଦ ପାଇବ। ସାକ୍ଷାତକାରର ମଧ୍ୟ ଫାଇଦା ତ ମିଳିବ ନା। ଭକ୍ତି ମାର୍ଗରେ ଯେବେ ବହୁତ ପରିଶ୍ରମ କରିଥାନ୍ତି ତେବେ ଯାଇ ସାକ୍ଷାତକାର ହୋଇଥାଏ। ଏଠାରେ ଟିକିଏ ପରିଶ୍ରମ କଲେ ମଧ୍ୟ ସାକ୍ଷାତକାର ହୋଇଯାଉଛି, କିନ୍ତୁ ଫାଇଦା କିଛି ନାହିଁ। ଶ୍ରୀକୃଷ୍ଣ ପୁରୀକୁ ଯାଇ ମଧ୍ୟ ସାଧାରଣ ପ୍ରଜା ଆଦି ହେବେ। ଏବେ ତୁମେ ଜାଣୁଛ ଶିବ ବାବା ଆମକୁ ଏହି ଜ୍ଞାନ ଶୁଣାଉଛନ୍ତି। ବାବାଙ୍କର ନିର୍ଦ୍ଦେଶ ହେଲା ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। କିନ୍ତୁ କେହି କେହି ପବିତ୍ର ତ ରହିପାରୁନାହାନ୍ତି। କେବେ କେବେ ପତିତ ମଧ୍ୟ ଏଠାକୁ ଲୁଚିକରି ଆସିଯାଉଛନ୍ତି। ସିଏ ତ ନିଜର ହିଁ କ୍ଷତି କରୁଛନ୍ତି, ନିଜକୁ ହିଁ ଠକୁଛନ୍ତି। ବାବାଙ୍କୁ ଠକିବାର କୌଣସି କଥା ନାହିଁ। ବାବାଙ୍କ ସହିତ ଠକାମି କରି କୌଣସି ପଇସା ନେବାର ଅଛି କି? ଶିବ ବାବାଙ୍କ ଶ୍ରୀମତରେ କାଇଦା ଅନୁସାରେ ନ ଚାଲିଲେ କ'ଣ ଅବସ୍ଥା ହେବ? ବୁଝାଯିବ ଯେ ୟାଙ୍କ ଭାଗ୍ୟରେ ହିଁ ନାହିଁ। ଯିଏ ପାଠ ପଢ଼ିବେ ନାହିଁ ସେମାନେ ଆହୁରି ଅନେକଙ୍କୁ ଦୁଃଖ ଦେଇ ଚାଲିବେ। ତେଣୁ ପ୍ରଥମତଃ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ ଏବଂ ଦ୍ୱିତୀୟରେ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। କୌଣସି ବି ନିୟମ ବିରୁଦ୍ଧ କାମ କରିବା ଉଚିତ ନୁହେଁ। ବାବା ତ ବୁଝାଇବେ ନା ତୁମର ଚଳଣି ଠିକ୍ ନାହିଁ। ବାବା ତ ରୋଜଗାର କରିବାର ରାସ୍ତା ବତାଉଛନ୍ତି। ପୁଣି କେହି କରୁ ବା ନ କରୁ ଏହା ସେମାନଙ୍କର ଭାଗ୍ୟ। ଦଣ୍ଡ ପାଇ ପୁଣି ଶାନ୍ତିଧାମକୁ ତ ଫେରିଯିବାକୁ ହିଁ ହେବ। ପଦ ଭ୍ରଷ୍ଟ ହୋଇଯିବ, କିଛି ବି ମିଳିବ ନାହିଁ। ଆସୁଛନ୍ତି ତ ବହୁତ, କିନ୍ତୁ ଏଠାରେ ତ ବାବାଙ୍କ ଠାରୁ ସମ୍ପତ୍ତି ନେବାର କଥା ରହିଛି। ପିଲାମାନେ କହୁଛନ୍ତି ବାବା ଆମେ ତ ସ୍ୱର୍ଗର ସୂର୍ଯ୍ୟବଂଶୀ ରାଜପଦ ପାଇବୁ। ଏହା ରାଜଯୋଗ ଅଟେ ନା। ଛାତ୍ରମାନେ ବୃତ୍ତି ମଧ୍ୟ ନେଇଥାନ୍ତି ନା। ପାସ୍ ହେଲା ବାଲାଙ୍କୁ ବୃତ୍ତି ମିଳିଥାଏ। ଏହି ମାଳା
ସେହିମାନଙ୍କର ତିଆରି ହୋଇଛି ଯେଉଁମାନେ ବୃତ୍ତି ନେଇଛନ୍ତି। ଯେତିକି ଯେତିକି ଯେଭଳି ପାସ୍ ହେବେ ସେହିପରି ବୃତ୍ତି ମିଳିବ। ଏହିପରି ମାଳା ତିଆରି ହୋଇଛି। ବୃତ୍ତି ନେଉଥିବା ଆତ୍ମାଙ୍କ ସଂଖ୍ୟା ବୃଦ୍ଧି ହୋଇ ହୋଇ ହଜାର ହଜାର ହୋଇଯାଉଛନ୍ତି। ରାଜା ପଦ ପାଇବା ହେଉଛି ବୃତ୍ତି ପାଇବା। ଯିଏ ଭଲ ଭାବରେ ପାଠ ପଢ଼ୁଛନ୍ତି ସେ ଗୁପ୍ତରେ ରହିପାରିବେ ନାହିଁ। ବହୁତ ନୂଆ ନୂଆ ଛାତ୍ରମାନେ ମଧ୍ୟ ପୁରୁଣାମାନଙ୍କ ଠାରୁ ଆଗକୁ ଚାଲିଯିବେ। ଯେପରି ଦେଖ, କେତେକ କନ୍ୟା ଆସୁଛନ୍ତି, କହୁଛନ୍ତି ଯେ ଆମକୁ ଏହି ପାଠପଢ଼ା ତ ବହୁତ ଭଲ ଲାଗୁଛି। ଆମେ ପ୍ରତିଜ୍ଞା କରୁଛୁ ଏହି ଭୌତିକ ପାଠପଢ଼ା ସମ୍ପୂର୍ଣ୍ଣ କରି ପୁଣି ଏହି ଆଧ୍ୟାତ୍ମିକ ପାଠପଢ଼ାରେ ଲାଗିଯାଇ ନିଜର ଜୀବନ ହୀରାତୁଲ୍ୟ କରିବୁ। ଆମେ ନିଜର ସଚ୍ଚା ରୋଜଗାର କରି 21 ଜନ୍ମ ପାଇଁ ସମ୍ପତ୍ତି ପାଇବୁ। ତେବେ କେତେ ଖୁସି ହେଉଛନ୍ତି? ଜାଣିଛନ୍ତି ଯେ ଏହି ସମ୍ପତ୍ତି ଏବେ ନ ନେଲେ ପୁଣି କେବେ ନେଇପାରିବୁ ନାହିଁ। ପାଠପଢ଼ାର ସଉକ ରହିଥାଏ ନା? କାହାକୁ ତ ଟିକିଏ ହେଲେ ବି ବୁଝିବାର ସଉକ ନାହିଁ। ପୁରୁଣାମାନଙ୍କର ବି ଏତେ ସଉକ ନାହିଁ ଯେତେ ନୂଆମାନଙ୍କର ଅଛି। ଆଶ୍ଚର୍ଯ୍ୟର କଥା ନା? କୁହାଯିବ ଡ୍ରାମା ଅନୁସାରେ ଭାଗ୍ୟରେ ନାହିଁ। ତେବେ ଭଗବାନ ବି କ'ଣ କରିବେ? ଶିକ୍ଷକ ତ ପାଠ ପଢ଼ାଉଛନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜର ଦୁର୍ବଳତା ଗୁଡ଼ିକୁ ଲୁଚାଇବା ମଧ୍ୟ ନିଜକୁ ଠକିବା ଅଟେ। ସେଥିପାଇଁ କେବେ ବି ନିଜ ସହିତ ଠକାମି କରିବାର ନାହିଁ। 2 ନମ୍ବର। ନିଜର ଭାଗ୍ୟକୁ ଉଚ୍ଚ କରିବା ପାଇଁ କୌଣସି ବି କାଇଦା ଅର୍ଥାତ୍ ଶ୍ରୀମତ ବିରୁଦ୍ଧରେ କର୍ମ କରିବାର ନାହିଁ। ପାଠପଢ଼ାର ସଉକ ରଖିବାକୁ ହେବ ଏବଂ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ। ବରଦାନ। ଅମୃତ ବେଳାରେ ସାହାଯ୍ୟ ବା ଶ୍ରୀମତର ପାଳନା ଦ୍ୱାରା ସ୍ମୃତିକୁ ସମର୍ଥବାନ କରୁଥିବା ସ୍ମୃତି ସ୍ୱରୂପ ଭବ। ଅମୃତ ବେଳାରେ ସାହାଯ୍ୟ ବା ଶ୍ରୀମତର ପାଳନା ଦ୍ୱାରା ସ୍ମୃତିକୁ ସମର୍ଥବାନ କରୁଥିବା ସ୍ମୃତି ସ୍ୱରୂପ ଭବ। ଯଦି ନିଜର ସ୍ମୃତିକୁ ସମର୍ଥବାନ କରିବାକୁ ଚାହୁଁଛ ବା ସ୍ୱତଃ ହିଁ ସ୍ମୃତି ସ୍ୱରୂପ ହେବାକୁ ଚାହୁଁଛ, ତେବେ ଅମୃତ ବେଳା ସମୟର ମହତ୍ତ୍ୱକୁ ଜାଣ। ଯେଉଁଭଳି ଶ୍ରୀମତ ମିଳିଛି ସେହିଭଳି ସମୟକୁ ଭଲ ଭାବରେ ବୁଝିବା ସହିତ ସମୟ ଅନୁରୂପ କର୍ମ କର ଅର୍ଥାତ୍ ପୁରୁଷାର୍ଥ କର। ତାହା ହେଲେ ସହଜରେ ସର୍ବ ପ୍ରାପ୍ତି କରିପାରିବ ଏବଂ ମେହନତରୁ ମୁକ୍ତ ହୋଇଯିବ। ଅମୃତ ବେଳାର ମହତ୍ତ୍ୱକୁ ଜାଣି ସେହି ଅନୁସାରେ ଚାଲିବା ଦ୍ୱାରା ତୁମର ପ୍ରତ୍ୟେକ କର୍ମ ମହତ୍ତ୍ୱପୂର୍ଣ୍ଣ ହୋଇଯିବ। ସେହି ସମୟରେ ବିଶେଷ ଭାବରେ ନୀରବତା ରହିଥାଏ, ସେଥିପାଇଁ ସହଜରେ ସ୍ମୃତିକୁ ସମର୍ଥବାନ କରିପାରିବ। ସ୍ଲୋଗାନ। ଯୋଗ ଏବଂ ନିଃସ୍ୱାର୍ଥ ସେବା ଦ୍ୱାରା ମାୟାଜିତ ହେଉଥିବା ଆତ୍ମାମାନେ ହିଁ ସଦା ବିଜୟୀ ଅଟନ୍ତି। ଯୋଗ ଏବଂ ନିଃସ୍ୱାର୍ଥ ସେବା ଦ୍ୱାରା ମାୟାଜିତ ହେଉଥିବା ଆତ୍ମାମାନେ ହିଁ ସର୍ବଦା ବିଜୟୀ ଅଟନ୍ତି। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଂଗଠିତ ରୂପରେ ତୁମ ବ୍ରାହ୍ମଣ ପିଲାମାନଙ୍କର ଆତ୍ମାମାନଙ୍କ ସହିତ ସମ୍ପର୍କର ଭାଷା ଅବ୍ୟକ୍ତ ଭାବଯୁକ୍ତ ହେବା ଉଚିତ। ଯେପରି ଫରିସ୍ତାମାନେ ବା ଆତ୍ମାମାନେ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଏଥିପାଇଁ କାହାଠାରୁ ଶୁଣିଥିବା କାହାର ଭୁଲକୁ ସଂକଳ୍ପରେ ମଧ୍ୟ ସ୍ୱୀକାର କର ନାହିଁ କି କାହାକୁ ସ୍ୱୀକାର କରାଅ ନାହିଁ। ଯେତେବେଳେ ତୁମର ସ୍ଥିତି ଏହିଭଳି ହୋଇଯିବ, ସେତେବେଳେ ବାବାଙ୍କର ଯେଉଁ ଶୁଭକାମନା ରହିଛି ଯେ
ଏକ ମତବାଲା ସଂଗଠନ ତିଆରି ହେଉ, ତାହା ବାସ୍ତବିକ ରୂପରେ ସାକାର ହୋଇପାରିବ ଏବଂ ତୁମମାନଙ୍କ ଦ୍ୱାରା ବାବା ପ୍ରତ୍ୟକ୍ଷ ହେବେ। ଓମ୍ ଶାନ୍ତି।